ସାଙ୍ଗମାନେ ଆସନ୍ତା କାଲି ତ ରଜ, ଆଜି ସଜବାଜ। ସଜବାଜ ତ ଆମର ନୁହଁ, ଆମର କାମ ଦାମ। ଆମର ଆଉ ସଜବାଜ ନାହିଁ, ଆମେ ଏବେ କାମ କରିବା। ତ ଆପଣମାନେ ବି ତ ବହୁତ କାମ ମାନେ ରଜ ପାଇଁ ପ୍ରିପାରେସନ୍ କରିଦେବେଣି, ମୁଁ ବି କରିଦେଲିଣି। ଏବେ ତ ସମୟ 1 ହେଇଗଲାଣି, କ'ଣ କ'ଣ ସବୁ ଏପର୍ଯ୍ୟନ୍ତ କାମ କଲିଣି ଆପଣମାନଙ୍କୁ ଟିକେ ଦେଖେଇ ଦେଉଛି। ଏଥିରେ ଚକୁଳି ପାଇଁ ବିରି ଚାଉଳ ଆଉ ଟିକେ ଭଲସେ ଧୁଆଧୁଇ କରି ମେଥି ଦେଇକି ଏବେ ଜଷ୍ଟ ଭିଜେଇଛି, ଅଧଘଣ୍ଟା ହେଲା। ଇଏ ଚକୁଳି ହେବ, ଇଏ ପୋଡ଼ ପିଠା ପାଇଁ ଚାଉଳ ଭିଜେଇଛି। ଏଠି ଟିକେ ଚୁଡ଼ା ରଖିଛି, କାଳେ ଭୁଲିଯିବି କହିକି ପୋଡ଼ ପିଠାଟା ଦେବି କହିକି। ସବୁଠୁ ମେନ୍ ଜିନିଷ ହେଲା ସେଇଟା ଏବେ ଚାଲନ୍ତୁ ଦେଖେଇବି ଆପଣମାନଙ୍କୁ। ସେଇ କାମରେ ଲାଗିଛି, ମାନେ ଆଜି ମୁଁ ଭୋର 4ଟା ବେଳୁ କାମ କଲିଣି, ଏପର୍ଯ୍ୟନ୍ତ ମୁଁ ଜଳଖିଆ କରିନି। ଟିକେ ଭୋଗ ପାଇଥିଲି, ଆଉ କ'ଣ ଭୋଗ ପାଇଥିଲି, ହଁ କପେ କ୍ଷୀର ପିଇ ଦେଇଛି, ସେତିକି। କଣ୍ଢେ ତ ମୋର ପୋଡ଼ ପିଠା ଖାଇବନି, ଚକୁଳି ତ ସେ ମାନେ କୁହନ୍ତୁନି, ସେ ଆଖି କାନ ବନ୍ଦ କରିକି ଖାଇବ। ଚକୁଳି ହେଲା ମାନେ ତାର ବ୍ରେକଫାଷ୍ଟ ଲଞ୍ଚ ଡିନର ଏବେ ଚକୁଳି ହିଁ ହେବ। ସିଏ କିନ୍ତୁ ଯେହେତୁ ପୋଡ଼ ପିଠା ଖାଇବନି, ତା ପାଇଁ ଗୋଟେ ଜିନିଷ ବନେଇଛି। କ'ଣ ବନେଇଛି ଚାଲନ୍ତୁ ଦେଖାଉଛି। ବେଡ୍ ଉପରେ ୱେଟ୍ ମେସିନ୍ ପଡ଼ିଛି, ଆମେ ମା ପିଲା ଓଜନ ହେଉଥିଲୁ, କିଏ କେତେ ଓଜନ ଅଛି। ଛାଡ଼ନ୍ତୁ ସେ କଥା। ଏଇଟା ଦେଖନ୍ତୁ, ଏଇଟା ହେଉଛି ମେନ୍ ଜିନିଷ। ଜଷ୍ଟ ଏବେ ବନେଇକି ଆଣିଛି, ଥଣ୍ଡା ହେବା ପାଇଁ ଏଠି ଛାଡ଼ିଛି। ସେ କାଲି ପାଇଁ ବନେଇଛି, ସେ କିନ୍ତୁ ଏବେଠୁ ଖାଇବା ପାଇଁ ବ୍ୟସ୍ତ ହେଇଲାଣି। ଏଇଟା ହେଉଛି ଚକୋଲେଟ୍ କେକ୍। ସେ ଇନଷ୍ଟିଚ୍ୟୁଟ୍ରେ ଯେତେବେଳେ ଥିଲା ସେବେଠୁ କହୁଥିଲା, ମାମା ମୁଁ ଗଲା ମାନେ ମୋ ପାଇଁ କିଛି କର ନ କର ଚକୋଲେଟ୍ କେକ୍ ଟିକେ ବନେଇଦେବ। ତ ମୁଁ କହିଲି ବଢ଼ିଆ, ତ ରଜ ଅଛି ମାନେ ଆଉ ସେ ତ ଚକୁଳି ଖାଇବ, ପୋଡ଼ପିଠା ଖାଇବନି। ଇଏ ପୋଡ଼ପିଠାର ସବଷ୍ଟିଚ୍ୟୁଟ୍ ହେଇଗଲା ଚକୋଲେଟ୍ କେକ୍। ଆଉ ସେ ଏବେଠୁ ଖାଇବ କହୁଛି, ସେଇଥିପାଇଁ ଆଣିକି ଥଣ୍ଡା କରୁଛି। କହୁଛି ଲଞ୍ଚରେ ଭାତ ଖାଇବିନି, ଏ କେକ୍ ଖାଇବି। ମୁଁ କହିଲି ପାଗଳ ହେଲୁ ନା କ'ଣ? ଭାତ ଖା, ଥଣ୍ଡା ହେଇକି ତୋରି ପାଇଁ ତ ବନେଇଛି, ତୁ ଆରାମସେ ଖାଇବୁ।